ଖାଇଲେ ବି ହଜମ ନଥିଲା। ଆଉ ଏତେ ଅସନଫୁଲିଆ ଥିଲା ଯେ ପୁରା ଛୋଟରୁ ମୋର ଏସନଫୁଲିଆ ଥିଲା ପୁରା ଫୁଲ। ମୋ ହାତ ଗୋଡ ସବୁ ଏମିତି ଫୁଲିଯାଏ। ଆଉ ବହୁତ ବି ଓଜନ ଲାଗେ। 15 ବର୍ଷରୁ ମୋର ଏସନଫୁଲିଆ ଥିଲା। ମେଡିସିନ ବି ଖାଏ। ଆଉ ସେଇ ମେଡିସିନ ଖାଇଲେ ମତେ ଖାଲି ନିଦ ଲାଗେ। ସେଥିପାଇଁ ମୁଁ ବେଳେ ବେଳେ ବି ଖାଏନି। ଆଉ ବିପି ବି ଲୋ ହେଇଯାଏ। ଆଉ ବିପି ପୁଅ ହେଇସାରିଲା ପରେ ବିପି ଲୋ ହେଇଗଲା। ତାପରେ ମୋ ପୁଅ ଯେତେବେଳେ ସ୍କୁଲ ବି ଯାଏ ମୁଁ ଟିଫିନ ବି କରିକି ଦେଇପାରେନି। କୁହନ୍ତୁ ମ୍ୟାଡାମ କୁହନ୍ତୁ। ଉଠି ବି ପାରେନି। ପୁଅର ବସ୍ ଥାଏ 5:30ରେ, ଉଠି ବି ପାରେନି। କିଣିକି ତାକୁ ମୁଁ ଖାଇବା ଦିଏ। ହେଲେ ବି ଆଉ ମୁଁ ସବୁବେଳେ ମୋ ଦେହ ବି ଖରାପ ହେଇଯାଏ। ସବୁବେଳେ ଦେହ ଖରାପ ହୁଏ। ଆଉ ଶାଶୁ ଘରେ ବି ବହୁତ କଥା ଶୁଣିବାକୁ ମତେ ପଡିଥିଲା। ଆଉ ବୋହୂ କରି ଆଣିଲୁ ଏଇଟା କିନ୍ତୁ ରୋଗରେ ପଡୁଛି ସବୁବେଳେ। ଆଜି ମୁଣ୍ଡ ହେଲେ କାଲି ଗୋଡ, ଏମିତି ମୋର ସବୁବେଳେ ବି ହୁଏ। ହେଲେ କାହାକୁ ବି କିଛି ମୁଁ କହିପାରେନି। ଆଉ ହସ୍ପିଟାଲ ବି ଖାଲି ସବୁବେଳେ ଯିବି, ସମସ୍ତେ କହିବେ ଆଉ କେତେ ଏମିତି ଆର ଦେହ ଖରାପ ହଉଛି, କଣ ହେଇଛି। ଆଉ ବାପା ବୋଉ ସମସ୍ତେ ବି ଚିନ୍ତାରେ ରହିଲେ ଆଉ କଣ ଏମିତି କେମିତି ୟାର ସବୁବେଳେ ଦେହ ଖରାପ ହଉଛି। ଆଉ ଯାହା ବି ଟେଷ୍ଟ କଲେ ସବୁ ଠିକ ଠାକ ଆସେ। ଆଉ ଖାଲି ବିପି ଟା ଲୋ ହୁଏ। ଆଉ ଏମିତି ଭିତରେ ଭିତରେ କଣ ହୁଏ ମୁଁ ନିଜେ ବି ଜାଣିପାରେନି। ଦୁର୍ବଳିଆ ଲାଗେ, କିଛି କାମ କରିବା ପାଇଁ ମନ ହବନି। ଆଉ ଦେହ ଖାଲି ଫୁଲିଯାଏ। ଆଉ ମୁଁ କିଛି ବି କହିବି କଣ ପାଇଁ ଏମିତି ହଉଛି। ଆଉ ମୁଁ ମରିଗଲେ ଭଲ ହୁଅନ୍ତା। ଏମିତି ଖାଲି ହୁଏ, ଘରେ ବି ଝଗଡା ହୁଏ। ମୁଁ କିଛି ବି କାମ କରିପାରେନି, ରୋଷେଇ କରିପାରେନି। କିଣିକି ଖାଇବାକୁ ପଡେ। ଏମିତି ଯେତେବେଳେ ହେଲେ ବି ପଡିଥିବି, 2 ଦିନ ଭଲ ଥିଲେ 2 ଦିନ ଦେହ ଖରାପ ଥାଏ। ସ୍ୱାମୀ ସ୍ତ୍ରୀରେ ବି ଆମର ଝଗଡା ହେଇଯାଏ ଏମିତିରେ ବି। ଆଉ ଦେହ ଖରାପ ପାଇଁ ସବୁବେଳେ କେମିତି ତମ ଦେହ ଖରାପ ହଉଛି। ଆଉ ହସ୍ପିଟାଲ କେତେ କଣ ଏମିତି କେତେ କଣ ହେଇଯାଏ ଘରେ। ଆଉ ଏବେ ଯେତେବେଳେ ମତେ ମାଉସୀ କହିଲେ ଆଉ ତମ ଦେହ ଖରାପ ହଉଛି, ଆଉ ତମେ ଏଇ ନ୍ୟୁଟ୍ରିସନ ନିଅ ତମ ଦେହ ଭଲ ହେଇଯିବ। ଆଉ ତମେ ଏଇଟାକୁ ତମେ ଖାଅ। ମୁଁ ଏତେ ବି ବିଶ୍ୱାସ ବି ନଥିଲି ଏତେ କଣ ହେଇଥିବ, କଣ ଦେହ ଠିକ ହେଇଯିବ ଏ କଣ ସତରେ। ହଉ ତାପରେ କହିଲି ହଉ ତାହେଲେ ଏତେ ତ ମେଡିସିନ ଖାଉଛି ସବୁଆଡେ ଗଲି। ଆଉ ଖାଏ ଦେଖିଆ। ତାପରେ ମାଉସୀ ଘରୁ ପଠେଇଲେ। ହେଠୁ ଖାଇଲା ପରେ ଯୋଉ ମୋର ଆପେଣ୍ଡିକ୍ସ ହେଇଥିଲା, ତାପରେ ଅପରେସନ ହେଲି, ଏଇଟା ରଖିଦେଇଥିଲି। ତାପରେ ଏବେ ଜଏନ ହେଲି। ଏଇ ଖାଇସାରିଲା ପରେ ଏଇ 20 ଦିନ ହେଇଛି। ମାନେ 7 ଦିନ ଖାଇକି ମୋ ରେଜଲ୍ଟ ବାହାରି ପଡିଲା। ମୋ ସ୍ୱାମୀ ମୋ ପ୍ରତି ବହୁତ ଖୁସି ହେଲେ ବି, ବାପା ବୋଉ ବି ଖୁସି ହେଲେ। ଆମର ମୋ ଶାଶୁ ଶଶୁର ସମସ୍ତେ ବି ଖୁସି ହେଲେ। ଆଉ ମାନେ ମୁଁ ଯେତେବେଳେ ମାନେ ମୁଇଁ 9ଟାରୁ ରୋଷେଇ କରିବି ଯେ ସେଇ ଡାଲି ବୁଟ ତରକାରୀ କରିବି 2ଟା 2:30 ଲାଗିଯିବ। ହେଲେ ଏବେ 1.5 ଘଣ୍ଟାରେ ମାନେ ଏତେ କରିକି ସେ ପୁରା କଣ ଏମିତି ଯାଦୁ କଲା ଭଳିଆ ପୁରା ଯୋଉ ଏତେ ମାନେ ତୁ କରିଦଉଛୁ। ଆଉ ଏତେ ସ୍ପିଡ କେମିତି ତୋର ହେଇଯାଉଛି। ଆଉ କିଛି ବି ଆମ ଦେହ ଖରାପ ବି ନାହିଁ, କିଛି ମୁଣ୍ଡ ବଥା ବୁଛି କିଛି ବି ନାହିଁ। ଆଉ ମୁଁ ଠିକ 5ଟାରେ ଉଠୁଛି। ଆଉ ପୁଅକୁ ବି ମୁଇଁ ଆଡେ ମୋ ସ୍ଵାମୀ ପାଇଁ ବି ଟିଫିନ କରୁଛି, ସକାଳେ ଡ୍ୟୁଟି ଅଛି। ଆଉ ପୁଅ ପାଇଁ ବି ଟିଫିନ କରୁଛି। ଆଉ ଠିକ ଠାକ ଏବେ ସବୁ ମୋର ଅଛି। ଆଉ ସାର୍ କୁ ଧନ୍ୟବାଦ, ଏଇ ନ୍ୟୁଟ୍ରିସନ ମତେ ମାଉସୀ ଦେଇଥିବାରୁ ତାହାକୁ ମୋର ହୃଦୟ ସହିତ ଧନ୍ୟବାଦ। ଆଉ ନିତୁ ମ୍ୟାମ ମତେ ଗାଇଡ କରିଥିବା ବି ଧନ୍ୟବାଦ। ଆଉ